हाय फ्रेंड एबे हम बाहरी पड़िलु जीवाई मो पु पाखक तो आज ब्लॉग की आपको स्वागत शेष पर्यटन निश्चय देखिए देखी सारा कमेंट करेंगे जीवन जाक कौन के जानी कथा है तो मनटा केमती गोटे लगे तो बाहरिकी आम पलि आसलु पाल लहड़ार अच्छे आईटे जाऊँ कुछ खाईदेव खाई सारापर बाहर गाधे खाइनि कहली खाओ से आसी सारू सांग तांकर भी पूरी आसगला खाइबू खाई सारे बाहर पुआ पाखु जी आज मुझे जानती पुअर कौन सार पड़ी फोन कर भसाणी अच्छी ठीक अच्छे भसाणी पुअर टे समय दे पार आम सहित आजिकल समय दूँ तो से बाहर देखो से जाइए कौन आने मुझे अपेक्षार अच्छी देखु ये पर्वतर देखते केते जंगल केते नदी केते नाल नदी पहाड़ डेंगी लगे बाहर पाठ पढ़ी से दुख लगे आसिक आम पहुँची आसीगला ठीक अच्छे आ नहीं जाओ से गला भसाणी कले स्कूल पिला तो किसी करें जानी पिला हिसाब से भसाणी करेंगे आती बहुत भल लगुच भसाणी करने बाहर पुआ भी गला भसाणी आसी सारे बो जाइए जाइन बसलु भसाणी देखिए सार भी जाइए से तो भसाणी करदे बंधरे आसी सारापर आम पुआ सागे फोटो उठेलु एबे आसी पहुँची गलु आम घरे कौन जा पखाड़ खाईदे रोषे कर पुआटी सकाल सकाल पलैलु तो ए आसिक पहुँची जाइए घरे आ चलतु भात खाइबा खाई सारापर आपण सहित कथा रोच बाय। यहाँ रोषे हूँ चुली रे काठ चुली जदि बेसी लोक आसुन माने किए पुणी आसला कि मो माँ आसिक दी चार दिन रहा कि मो छुआ मैंने आइले यहाँ हूँ चुली रोषे आईटा भी चुली रोषे हूँ आम दुई जन खाली माणे चाउल जदि किए बेसी लोक आसिले यहाँ रोषे हम भात यहाँ हम डाली तेणुकर माणे चाउल जेहेतु रोषे कर बाहर हूँ यहाँ रोषे कर दीटा रोचे आउ ए डेक्चीटा भी रही जाऊँगी यहाँ भी तापर देदेवी सब सफा कर रखीदेवी आउ दीटा तो अलरेडी धुआ सजी रखाई पानी ना ना कि छेट ना ना यहाँ खाली रोषे कर तो दुई जन लोक यहाँ रोषे कर खाऊ यहाँ माजिक रखीदे पूरा सफा एबे आम बाहरी पड़िलु जापाई मार्केट एबे आम बाहर दुई जन जाक मार्केट आ मो सूत साड़ी आनबी
ଆଉ ତାଙ୍କର କିଛି ପ୍ୟାଣ୍ଟ ସାର୍ଟ ଆଣିବା ଅଛି। ଆଚ୍ଛା ମାନଙ୍କର ବି ଅଣାଯିବ। ଚାଲନ୍ତୁ ଯିବା। ଚାଲ ରାଗିଲେ ନାହିଁ ମୋ ସାଙ୍ଗେ ଯିବନି, ତମେ ଗୋଟିଏ ଯିବ। ଆଉ ଚାଲ ଯିବା। ମୁଁ କହିଲି ହଉ ଠିକ୍ ଅଛି ଚାଲ। ସେ ବାହାରିକି ପୁରା ଆଗରେ ଛିଡ଼ା ହେଇଛନ୍ତି। ତ ମୁଁ ଏବେ ଯାଉଛି, କୁଆଡ଼େ ବାହାରିଲେ କୁହ ତ? ମୁଁ ବି ବାହାରି ପଡ଼ିଲି। ସାଙ୍ଗ ହେଇକି ସେ ତାଙ୍କର ଆଣିବେ, ମୁଁ ବି ମୋର ଆଣିବି। ଆଉ ଏଇଠି ହେଉଛି ଦେଖନ୍ତୁ ଗଣେଶ ପୂଜା ଆମର ସ୍କୁଲ ସାମ୍ନାରେ। ତ ଏବେ ଆମେ ଯାଉଛୁ। ରାତି ହେଇଗଲାଣି ହେଲେ ବି ଯିବୁ। ଆଉ ଜିନିଷ ଯାହାହେଲେ କିଛି ସେ ତାଙ୍କର କ'ଣ କ'ଣ ଆଣିବେ, ପ୍ୟାଣ୍ଟ ସାର୍ଟ ଆଣିବେ। ଆଉ ମୁଁ ମୋର ଆଣିବି ଯାହା ଆଣିବା ଦରକାର। ମୋର ଯାହା ଦରକାର ମୁଁ ଆଣିବି, ସେ ତାଙ୍କର ଯାହା ଦରକାର ସେ ଆଣିବେ। ଆଉ ଦୁଇ ଜଣ ଯାକ ସେଥିପାଇଁ ବାହାରି ଗଲୁ ଆମେ ମାର୍କେଟକୁ। ତାପରେ ବାଛାବୁଛି ସରିଗଲା। ଏଇଟା ତାଙ୍କ ଡ୍ରେସ୍ ଆଉ ସେ ପ୍ୟାଣ୍ଟରେ ଯାଉଛନ୍ତି। ଆଗରେ କାଉଣ୍ଟରରେ ଯାଇଛନ୍ତି। ଏବେ କାଉଣ୍ଟରରେ କ'ଣ କଲେ ନା ପଇସା ଦେଇକି ମାନେ ବିଲ୍ ପେମେଣ୍ଟ କରିକି ଆସିଲା ପରେ ଆମେ ବାହାରେ ଟିକେ ଭିଡ଼ିଓ ସୁଟ୍ କଲୁ। ତାପରେ ଗଲୁ ଆମେ ଦେବା ପାଇଁ ଟେଲର୍ରେ ଦେବା ପାଇଁ ଡ୍ରେସ୍ ଦେଇସାରି ଏଇଭଳିଆ ଲୋକ ବି ଜାଣିପାରିବେ ନା। ଆଉ ଦେଖନ୍ତୁ କେତେ ସୁନ୍ଦର କେତେ ସୁନ୍ଦର ଦୁଇ ସାଇଡ଼୍ରେ ସବୁ ଏଇଟା କ'ଣ ଦେଇଛନ୍ତି। ଗାଡ଼ି ଚଲାଉଥିବା ଲୋକମାନେ ସଚେତନରେ ଯିବେ ଆଉ ନା, ସମସ୍ତେ ସତର୍କରେ ଯାଇପାରିବେ। ଆଉ ଦୁଇ ପଟେ ଏଇଠି ଆମର ଗଣେଶ ଠାକୁର ଗଲେ। ତାପରେ ଆମେ ଆସିକି ପହଞ୍ଚିଗଲୁ ଆମ ସାହିରେ, ମାନେ ସାହି ପାଖରେ। ଦେଖନ୍ତୁ କେମିତି ଦେଖାଯାଉଛି ଆଉ କେତେ ନଟି ହେଇଛି ପୁରା ସାମ୍ନାଟା। ସେମିତି ଦେଖାଯାଉଛି ବି ଜଣାପଡ଼ୁଛି ଯେ ସେ ଭିତରେ ଆଡ଼େ ଆଉ ଘର ନାହିଁ, ସେଇଭଳିଆ ଦେଖାଯାଉଛି। ତ ରାତିରେ ବି ଗୋଟେ ଅଲଗା ପ୍ରକାର କେମିତି ଦେଖାଯାଉଛି ଦେଖନ୍ତୁ। ଆଉ ମୁଁ କହିଲି ଏଠି ଓହ୍ଲେଇ ଦିଅ, କହିଲେ ନାହିଁ ପୁରା ଘର ଭିତରକୁ ନେଇକି ଯିବି ନା, ପୁରା ବସେଇକି ପୁରା ଘର। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ, ମୁଁ ବି ଭଲରେ ଅଛି। ଆଉ ଆଜିର ନୂଆ ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ। ମୁଁ ଷ୍ଟାଇଲିଶ ଅନୁ। ଆଉ ଚାଲନ୍ତୁ ଦେଖିବା। ଆଜି ମୁଁ ଯାଇଥିଲି ସପିଂ କରି, ମାନେ ମାର୍କେଟ ଯାଇଥିଲି। ତ ମାର୍କେଟରୁ କ'ଣ କ'ଣ ଆଜି ଆଣିଛି, ଆଉ ଚାଲନ୍ତୁ ଦେଖିବା। ଏଇ ଜିନିଷଟା ଆଣିଛି କ'ଣ ପାଇଁ ନା, ଆମର ଆଗକୁ ଆସୁଛି ବିଶ୍ୱକର୍ମା ପୂଜା। ଯେହେତୁ ଆମର ଇଏ ହେଉଛନ୍ତି ରାଜମିସ୍ତ୍ରୀ, ତ ସେଥିପାଇଁ ବୋଲି ଅଣାହେଇଛି ଡ୍ରେସ୍ ପତ୍ର। ଆଉ ଚାଲନ୍ତୁ ଷ୍ଟାର୍ଟ କରିବା। ଫାର୍ଷ୍ଟ ଆରମ୍ଭ କରିବା ମୋ ପୁଅ ଝିଅ ଡ୍ରେସ୍। ଏଇଟା ହେଉଛି ମୋ ପୁଅ ପାଇଁ, ଏଇଟା ହେଉଛି ମୋ ଝିଅ ପାଇଁ ପ୍ୟାଣ୍ଟ। ତାକୁ ଏଇଭଳିଆ ପ୍ୟାଣ୍ଟ ଭଲ ସାଜେ ଆଉ ତାକୁ ବି ଭଲ ଲାଗେ। ଏଇଭଳିଆ ପ୍ୟାଣ୍ଟ ତାକୁ ଏଇଟା ଆଣିଦେବି ମୋ ଝିଅ ପାଇଁ। ତାର ଏଇଭଳିଆ ଡ୍ରେସ୍ ବହୁତ ପସନ୍ଦ, ଏଇଭଳିଆ ପ୍ୟାଣ୍ଟ ପସନ୍ଦ ବହୁତ। ତ ସେଥିପାଇଁ ଏଇଟା ଆଣିଦେବି ମୋ ଝିଅ ପାଇଁ। ତାପରେ ଆସିଲା ମୋ ପୁଅର ପ୍ୟାଣ୍ଟ। ଏଇଟା ହେଉଛି ମୋ ପୁଅ ପାଇଁ ଜିନ୍ ପ୍ୟାଣ୍ଟଟା। କେମିତି ହେଇଛି ଆପଣମାନଙ୍କୁ କେମିତି ଲାଗୁଛି, ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଆଉ କମେଣ୍ଟ ବି କରିବେ କେମିତି ଲାଗୁଛି ଏଇଟା। ମାନେ କିଛି ସାର୍ଟ ଆଣିନି, ଗଞ୍ଜି କି ସାର୍ଟ କିଛି ଆଣିନି, ସେଇଟା ପଛେ ଆଣିବି। ଆଉ ଏବେ ଖାଲି ପ୍ୟାଣ୍ଟ ଦୁଇଟା ଆଣିଛି ଭାରି। ଆଉ ଏଇଟା ଗୋଟେ ଜିନିଷ ମୁଁ ଅନଲାଇନ୍ରେ ମଗାଇଥିଲି। ଏଇଟା ବି ଆଜି ଆସିଛି, ଅନଲାଇନ୍ରେ ମଗାଇଥିଲି ଏଇ ବ୍ଲାଉଜ୍ଟା। ଏଇଟା ଆଜି ମଗାଇଥିଲି ଅନଲାଇନ୍ରେ। ଆଉ ଆସିଗଲା ଆମ ସାର୍ଙ୍କର ଜିନିଷ, ଏଇ ସାର୍ଟଟା। ମୁଁ ଆଉ ଗୋଟେ ବାଛିଥିଲି, କିନ୍ତୁ ଏଇଟା ଟିକେ ବେଶୀ ଅଧିକ ଭଲ ଲାଗିଲା, ତାଙ୍କୁ ଭଲ ଲାଗିଲା। ତ ମୋତେ ଭଲ ଲାଗିଲା। ମୁଁ କ'ଣ ପାଇଁ ନା କହିଲି ତାଙ୍କ ମନ ଖୁସିରେ ନେବାର ଅଛି, ତ ସେଥିପାଇଁ ଏଇଟା ଆଣିଲୁ। କେମିତି ଲାଗୁଛି ପ୍ୟାଣ୍ଟଟା ଅଣା ହେଇଛି, ତ କେଉଁଠି ଦେଲେ ମୁଁ ଜାଣିପାରୁନି, ପ୍ୟାଣ୍ଟଟା ଦେଖେଇ ପାରୁନି। ଏଇଟା ତାଙ୍କର ଆଉ ଗୋଟେ ପ୍ୟାଣ୍ଟ ବି ଆଣିଛି। ଆଉ ମୋର କ'ଣ ଆଣିଛି ସେ ଦେଖିବା।
এইটা ଗୋଟେ ସୂତା ଶାଢ଼ୀ, ଏଇଟା ଗୋଟେ ସୂତା ଶାଢ଼ୀ ଆଣିଛି, ଏଇଟା ମୁଁ ବାଛିଥିଲି। ଆଉ ଏଇଟା ଗୋଟେ ଆଣିଛି, କେମିତି ଲାଗୁଛି? ଏଇଟା ବି ଭଲ ଲାଗୁଛି, ଏଇଟା ସେ ବାଛିଥିଲା। ଆଉ ଗୋଟେ ତିନିଟା ଆଣିଛି ସୂତା ଶାଢ଼ୀ। ତ କ'ଣ ହେଇଛି, ଏଇଥିରୁ ଭାବୁଛି ଏଇଟା ଫେରେଇ ଦେବି, ମାନେ ଏଇଟା ଯେଉଁ କଲର୍ ଆସୁଛି ଏଇଟା ସେ କଲର୍ ଆସୁଛି, ଏକା ଲାଗୁଛି। ତ ସେମ୍ କଲର୍ ଗୋଟେ ବି ଅଛି ମୋ ପାଖରେ, ଗୋଟେ ସେମ୍ ଏଇଭଳିଆ ସେମ୍ କଲର୍ ଅଛି। ତ ଗୋଟେ ଏଇଟା ଫେରେଇବି, ରିଟର୍ଣ୍ଣ କରି ଏଇଟା ଚେଞ୍ଜ ହେବ, ଆଉ ଏଇଟା ରହିବ। ଆଜିର କଲେକ୍ସନ୍ଟା କେମିତି ଲାଗିଲା ଆପଣମାନଙ୍କୁ ନିଶ୍ଚୟ କମେଣ୍ଟ କରିବେ। ରହୁଛି, ବାଏ। ହଁ ସାଙ୍ଗମାନେ, ମୁଁ ଆଉ ଗୋଟେ କଥା କହିବାକୁ ଭୁଲି ଯାଇଥିଲି, କାହିଁକିନା ମୁଁ ଆଉ ଗୋଟେ ଜିନିଷ ବି ଆଣିଛି, ଆପଣମାନଙ୍କ ସହିତ ସେୟାର କରିବି। ଟିକେ ଟାଇମ୍ ଲାଗିବ, ଅପେକ୍ଷା କରନ୍ତୁ। ମୁଁ କେଉଁ ଜିନିଷଟା ଆଣିବି, ତ ସେଇ ଜିନିଷଟା ଆଣିକି ମୁଁ ବି ଆଜି ବହୁତ 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 ଖୁସି ଅଛି। ଆଉ ସେଇଟା ହେଉଛି ତାଙ୍କ ତରଫରୁ ସେ ଦେଇଛନ୍ତି, ସାର୍ଙ୍କ ତରଫରୁ ସେ ଦେଇଛନ୍ତି। ତ ସେଥିପାଇଁ ମୁଁ ବହୁତ ଖୁସି। ଆଉ ଏଇଟା ବହୁତ ଦିନର ଇଚ୍ଛା ଥିଲା, ଆଜି ମୋର ମାନେ ବହୁତ ଦିନର ସ୍ୱପ୍ନ ଆଜି ପୁରା ହେଇଛି। ଆଜି ମୁଁ ବହୁତ ଖୁସି ଅଛି। ତ ସେଇଟା ଦିନେ ଦିନେ ସେୟାର ଆପଣମାନଙ୍କ ସହିତ କରିବି, ବହୁତ ଶୀଘ୍ର ବି ସେୟାର କରିବି। ଆଉ ଆପଣମାନେ ସେଥିପାଇଁ ଟିକେ ଅପେକ୍ଷାରେ ରୁହନ୍ତୁ ଆଉ।